ଶ୍ରୀ ଭଗବାନ କହିଲେ, ହେ କୌନ୍ତେୟ, ଯେଉଁ ବ୍ୟକ୍ତି ଥରେ ଆସୁ ଯୋନିରେ ଜାତ ହୋଇ ଅର୍ଥାତ୍ ବ୍ୟାଘ୍ର ସର୍ପାଦି ଶରୀର ଧାରଣ କରେ ତମ ଗୁଣର ଆଧିକ୍ୟ ହେତୁ ସିଏ ଆଉ ଆତ୍ମସ୍ୱରୂପ ପ୍ରାପ୍ତ ନ ହୋଇ କର୍ମାନୁଷ୍ଠାନର ଯୋଗ୍ୟ ହୋଇପାରେ ନାହିଁ। ସୁତରାଂ ତାଠାରୁ ଅର୍ଥାତ୍ ବ୍ୟାଘ୍ର ସର୍ପାଦି ଯୋନିରୁ ମଧ୍ୟ ନିକୃଷ୍ଟର ଯୋନିରେ ଅର୍ଥାତ୍ କୀଟ ପତଙ୍ଗାଦି ଯୋନିରେ ଅଥବା ସ୍ଥାବର ଯୋନି ପ୍ରାପ୍ତ ହୁଏ। ଫଳ କଥା ଏହା କି ଯେ ମନୁଷ୍ୟ ଦେହ ପ୍ରାପ୍ତ ହୋଇଥିବା କାଳରେ ଆସୁର ସ୍ୱଭାବ ଗ୍ରହଣ କରି ଆସୁସ୍ୱଭାବ ପରିହାର କରି ଦୈବ ସମ୍ପତ୍ତି ପାଇବାକୁ ଯତ୍ନ କରିବା ସମସ୍ତଙ୍କର ଉଚିତ। ଯେହେତୁ ଏହାର ଉପରେ ପ୍ରମାଣ ଅଛି ଯେ ଏହି ମନୁଷ୍ୟ ଲୋକରେ ଥାଇ ନରକ ସ୍ୱରୂପ ବ୍ୟାଧିରୁ ମୁକ୍ତ ହେବା ପାଇଁ ଯେଉଁ ଲୋକ କର୍ମ ରୂପକ ଔଷଧ ଦ୍ୱାରା ଚିକିତ୍ସା ନ କରେ ସେ କର୍ଣ୍ଣଧାରୀ ମନୁଷ୍ୟ ଲୋକକୁ କର୍ମ ରୂପକ ଔଷଧ ଶୂନ୍ୟ ପରଲୋକକୁ ଗଲେ ଯେଉଁଠାରେ କି କର୍ମ ରୂପ ଔଷଧ କରିବାର ଅଧିକାର ନାହିଁ ସେଠାରେ ନରକ ଭୋଗ ରୂପ ରୋଗର ପରିତ୍ରାଣ ପାଇବ କିପରି? ଅତଏବ କୌନ୍ତେୟ, ତୁମେ ଏହି ମନୁଷ୍ୟ ଲୋକରେ ଥାଇ ଶାସ୍ତ୍ରୋକ୍ତ ବର୍ଣ୍ଣାଶ୍ରମ କର୍ମ ଯଥାରୀତି ପାଳନ କରି ବିଶୁଦ୍ଧ ଅନ୍ତଃକରଣ ହେବାକୁ ଯତ୍ନ କର। କାମ, କ୍ରୋଧ ଓ ଲୋଭ ଏ ତିନୋଟି ଦୁର୍ଗୁଣ ଆତ୍ମବିନାଶର କାରଣ ଓ ନରକର ଦ୍ୱାର ଅଟନ୍ତି। ଅତଏବ ମୁମୁକ୍ଷୁ ବ୍ୟକ୍ତି ଏହି ତିନି ଦୋଷକୁ ପରିତ୍ୟାଗ କରିବେ। କାମ, କ୍ରୋଧ ଓ ଲୋଭ ଏହି ତିନୋଟି ଦୁର୍ଗୁଣ ସମସ୍ତ ଆସୁର ସମ୍ପତ୍ତିର ମୂଳ କାରଣ ଅଟେ। ବ୍ୟାଘ୍ର ସର୍ପ ବୃକ୍ଷାତ ଯୋନିରେ ପତନକାରକ ଅଟେ। ଏହି ତିନି ଗୋଟି ରିପୁ ପ୍ରବଳ ହୋଇ ମନୁଷ୍ୟକୁ ସ୍ୱର୍ଗାଦି ସୁଖରୁ ବଞ୍ଚିତ କରେ ଓ ନରକ ଆଦି ଅଧୋଗତି ପ୍ରାପ୍ତ କରାଏ। ଆତ୍ମାର ଅଧୋଗତିର ପ୍ରଧାନ କାରଣ ଏହି ତିନି ରିପୁ ହିଁ ଅଟନ୍ତି। ଅତଏବ ବିଦ୍ୱାନ ବ୍ୟକ୍ତି ସର୍ବପ୍ରକାର ଯତ୍ନ କରି କାମନା ପରର ଅନିଷ୍ଟ ଇଚ୍ଛା ଓ ଲୋଭ ଏହି ତିନି ଗୁଣ ପରିତ୍ୟାଗ କରିବେ। ତାହେଲେ ସମସ୍ତ ଆସୁରୀ ଗୁଣକୁ ସହଜରେ ଜୟ କରିପାରିବେ। ହେ କୌନ୍ତେୟ, ନରକର ଦ୍ୱାର ସ୍ୱରୂପ ଏ କାମ, କ୍ରୋଧ, ଲୋଭ ଏ ତିନିରୁ ମୁକ୍ତ ହୋଇପାରିଲେ ମନୁଷ୍ୟ ଆପଣାର ଶ୍ରେୟ ସାଧନ କରେ ଓ ତାପରେ ମୋକ୍ଷ ଲାଭ କରେ। କାମ, କ୍ରୋଧ ଓ ଲୋଭ ଏହି ରିପୁତ୍ରୟ ମନୁଷ୍ୟର ଅଧୋଗତିର କାରଣ ଓ ନରକ ପ୍ରାପ୍ତିର ଦ୍ୱାର ସ୍ୱରୂପ। ଯେତେ ଦିନ ଯାଏ ମନୁଷ୍ୟ ଏହି ତିନି ରିପୁର ଅଧୀନ ଥିବ ସେତେ ଦିନ ଯାଏ ତାର ଆତ୍ମୋନ୍ନତିର ସମ୍ଭାବନା ନାହିଁ, ବରଂ ନରକ ଗତିର ସମ୍ଭାବନା ଅଧିକ ରହିଛି। ମାତ୍ର ଯେଉଁ ପୁରୁଷ ବିବେକବର୍ତ୍ତୀ ହୋଇ ଏ ତିନି ରୂପର ଦାଉରୁ ପରିତ୍ରାଣ ପାଆନ୍ତି ଅର୍ଥାତ୍ କାମ, କ୍ରୋଧ ଓ ଲୋଭକୁ ଜୟ କରିପାରନ୍ତି, ତାହାଙ୍କର ଚିତ୍ତ ଉପଦ୍ରବ ଶୂନ୍ୟ ହେବାରୁ ବେଦୋକ୍ତ ତପସ୍ୟା ଓ ଯୋଗ ପ୍ରଭୃତି କର୍ମରେ ତାଙ୍କର ପ୍ରବୃତ୍ତି ହୁଏ ଓ ସେହି ହେତୁ କର୍ମ କରିବାରୁ ସେ ବିଶୁଦ୍ଧ ଚିତ୍ତ ହୋଇ ମୋକ୍ଷ ଲାଭ କରନ୍ତି। କାଳେ ଅର୍ଜୁନ ଏପରି ଆଶଙ୍କା କରିବେ ଯେ ଯେଉଁ ବ୍ୟକ୍ତି ଶାସ୍ତ୍ରବିଧି ପରିତ୍ୟାଗ କରି ଇଚ୍ଛା ଅନୁସାରେ କର୍ମରେ ପ୍ରବୃତ୍ତ ହୁଏ ସେ କଦାପି ତତ୍ତ୍ୱଜ୍ଞାନ କି ସୁଖ ଅଥବା ମୋକ୍ଷ ଲାଭ କରିପାରେ ନାହିଁ। କାଳେ ଅର୍ଜୁନ ଏପରି ଆଶଙ୍କା କରିବେ ଯେ ବର୍ଣ୍ଣାଶ୍ରମିକ ଧର୍ମ ପାଳନ ନ କରି ତ କେବଳ କାମ, କ୍ରୋଧ ଓ ଲୋଭ ପରିତ୍ୟାଗ କଲେ ତ ଚଳିପାରେ, ତେବେ ଆଉ ଯୁଦ୍ଧର ପ୍ରୟୋଜନ କଣ? ଏଥିପାଇଁ ସେ ଭଗବାନ କହୁଛନ୍ତି ଯେ ବ୍ୟକ୍ତି ବେଦ, ସ୍ମୃତି, ପୁରାଣ ଓ ଇତିହାସ ପ୍ରଭୃତି ଶାସ୍ତ୍ରର ବିଧାନକୁ ପରିତ୍ୟାଗ କରି ନିଜ ଇଚ୍ଛା ଅନୁସାରେ କର୍ମରେ ପ୍ରବୃତ୍ତ ହୁଅନ୍ତି ଅର୍ଥାତ୍ ଶାସ୍ତ୍ରରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏମାନଙ୍କ ପାଇଁ ପ୍ରତିଦିନ ସନ୍ଧ୍ୟା ଉପାସନା ଓ ସମସ୍ତ ଜାତିଙ୍କ ପାଇଁ ପରଦାର ଗମନ ନିଷେଧ ଥିବା ସ୍ଥଳେ ଯେଉଁ ବ୍ୟକ୍ତି ଆପଣ ଇଚ୍ଛା ଅନୁସାରେ ସନ୍ଧ୍ୟା ଉପାସନା ତ୍ୟାଗ କରି ପରଦାରରତ ହୁଏ ଅଥବା ଏହିପରି ଅନ୍ୟ କୌଣସି ବିଧି ଲଙ୍ଘନ କରେ ତାହାର ଚିତ୍ତ ଶୁଦ୍ଧି ହୋଇପାରେ ନାହିଁ ବୋଲି ତତ୍ତ୍ୱଜ୍ଞାନ ଲାଭ ହୁଏ ନାହିଁ। ପୁଣି ଇହଲୋକ ପରଲୋକରେ ସୁଖ ପାଇବାର ପ୍ରକୃତ ଉପାୟ ଯେଉଁ ଶାସ୍ତ୍ରରେ ଉଲ୍ଲେଖ ଅଛି, ମାତ୍ର ସେମାନେ ଶାସ୍ତ୍ରବିଧି ଲଙ୍ଘନ କରୁଥିବାରୁ ସୁଖ ମଧ୍ୟ ପାଇପାରନ୍ତି ନାହିଁ। ଆଉ ସ୍ୱର୍ଗ ବା ମୋକ୍ଷ ଲାଭ ଯେ ଯେପରି ବ୍ୟକ୍ତିର ଲାଭ ହୁଏ ନାହିଁ ତହିଁରେ କି ସନ୍ଦେହ ହୋଇପାରେ? ଅତଏବ ହେ ଅର୍ଜୁନ, ତୁମେ ବର୍ଣ୍ଣାଶ୍ରମିକ ଧର୍ମ ତ୍ୟାଗ ନ କରି କେବଳ କାମ, କ୍ରୋଧ ଓ ଲୋଭ ରୂପକ ବୃତ୍ତି ତ୍ୟାଗ କର। ସେହି ହେତୁରୁ ହେ ଅର୍ଜୁନ, କି କର୍ମ କରିବା ଉଚିତ କଣ ନ କରିବା ଉଚିତ ଏ ବିଷୟରେ ଶାସ୍ତ୍ର ହିଁ ତୁମର ପ୍ରମାଣ ସ୍ୱରୂପ ଅଟେ। ଶାସ୍ତ୍ର ବିଧାନତ କର୍ମ ଅବଗତ ହୋଇ ଇହଲୋକରେ ତୁମର କର୍ମ କରିବା ଉଚିତ। ଯେ ହେତୁରୁ ଶାସ୍ତ୍ରବିଧି ଲଙ୍ଘନ କରି ସ୍ୱେଚ୍ଛାପୂର୍ବକ କର୍ମାନୁଷ୍ଠାନ କରିବା ବ୍ୟକ୍ତି ସିଦ୍ଧି କି ସୁଖ କି ମୋକ୍ଷ ଲାଭ କରିପାରନ୍ତି ନାହିଁ। ସେହି ହେତୁରୁ ହେ ଅର୍ଜୁନ, କର୍ତ୍ତବ୍ୟ ସ୍ଥିର କରିବା ବିଷୟରେ ତୁମେ ଶାସ୍ତ୍ରକୁ ପ୍ରମାଣ ସ୍ୱରୂପ ଭାବେ ଗ୍ରହଣ କର। ଅର୍ଥାତ୍ ତୁମର କି ପ୍ରକାର କର୍ମ କରିବା ଉଚିତ ଓ କିପରି କର୍ମ ନ କରିବା ଉଚିତ ଏ ବିଷୟ ସ୍ଥିର କରିବାକୁ ତୁମେ ଶାସ୍ତ୍ରକୁ ପ୍ରମାଣ ରୂପରେ ଗ୍ରହଣ କରିବା ଉଚିତ। ଫଳ କଥା ହେଉଛି କି ଶାସ୍ତ୍ରରେ ତୁମ ପାଇଁ ଯେଉଁ କର୍ତ୍ତବ୍ୟ ବିଧି ଅଛି ତାହା ତୁମେ ପାଳନ କର ଓ ଯାହା କରିବାକୁ ମନା ଅଛି ତାହା ତୁମେ ତ୍ୟାଗ କର। ଶାସ୍ତ୍ରବିଧିରେ ଉକ୍ତ ଅର୍ଥ କ୍ଷତ୍ରିୟର ଯୁଦ୍ଧ ଆବଶ୍ୟକ କର୍ତ୍ତବ୍ୟ ବୋଲି ଯାହା ଲେଖା ଅଛି ତାହା ଅବଗତି ହୋଇ ତୁମେ ଆସୁର ସ୍ୱଭାବ ପରିତ୍ୟାଗ କରି କର୍ମାନୁଷ୍ଠାନ କର। ତାହେଲେ ତୁମର
ଚିତ୍ତଶୁଦ୍ଧି ହୋଇ ତତ୍ତ୍ୱଜ୍ଞାନ ସୁଖ ମୋକ୍ଷ ଲାଭ ନିଶ୍ଚୟ ହେବ। ଇତି ଶ୍ରୀମଦ୍ ଭଗବତ୍ ଗୀତାର ବିଶଦ ବାକ୍ୟରେ 16ଶ ଅଧ୍ୟାୟ ସମାପ୍ତ।